ନୀଳଗିରି ସ୍ଥିତ ଶ୍ରୀ ଶ୍ରୀ ସତ୍ୟସାଇ ବାବାଙ୍କ ମନ୍ଦିରରେ ଅଭ୍ୟନ୍ତରସ୍ଥ ନାଟମଣ୍ଡପରେ ଜଗଦ୍ଗୁରୁ ଶ୍ରୀ ଶ୍ରୀ ଶ୍ରୀଧର ସରସ୍ୱତୀ ସ୍ୱାମୀ କମିଟି ନୀଳଗିରି ଆନୁକୂଲ୍ୟରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ନୀଳଗିରିର ଆଧ୍ୟାତ୍ମିକ ସଚେତନ କିଛି ବରିଷ୍ଠ ତଥା ଯୁବ ସଦସ୍ୟା ଉପସ୍ଥିତ ରହି ଆଗାମୀ ଦିନରେ ପୂଜ୍ୟ ପୂଜା ପରମ୍ପରାର ସମ୍ମାନାର୍ଥେ ଜଗଦ୍ଗୁରୁ ଶ୍ରୀ ଶ୍ରୀ ଶ୍ରୀଧର ସ୍ୱାମୀଙ୍କ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ କରିବା ପାଇଁ ନିଜ ନିଜର ବହୁମୂଲ୍ୟ ମତ ଉପସ୍ଥାପନ କରିଥିଲେ। ଏହି ସଭାରେ ବିନୋଦ ବିହାରୀ ପଣ୍ଡା, ମାୟାଧର ମହନ୍ତ, ବାମନ ଚନ୍ଦ୍ର ମହାନ୍ତି, ବିଶ୍ୱନାଥ ନାୟକ, ସମରନାଥ ନାୟକ, ଗୌରାଙ୍ଗ ପ୍ରସାଦ ପଟ୍ଟନାୟକ, ଚିତ୍ତରଞ୍ଜନ ଶତପଥୀ, ସଞ୍ଜୟ ମିଶ୍ର, ବୈକୁଣ୍ଠନାଥ ବାରିକ, ଦେବାଶିଷ କୁମାର ମିଶ୍ର, ବିଜୟ କୁମାର ମହାକୁଡ଼, हरेकृष्ण पंडा, गदाधर उपाध्याय, महेश्वर पात्र प्रमुख उपस्थित थिले। हेलो दोस्तों, मेरे चैनल को लाइक सब्सक्राइब जरूर करना और जनता एक्सप्रेस देखना ना भूले।